ପଖାଳ ଦିବସ ଗଲା ଆପଣ ଗୋଟେ ନିଆରା ଢଙ୍ଗରେ ପାଳିଲେ ପଖାଳ ଦିବସ। ହଁ ଘରେ ନଥିଲି ଆକ୍ଚୁଆଲି ମୋର ପାସପୋର୍ଟ ଇଣ୍ଟରଭ୍ୟू ଥିଲା ବାପା ଡାକିଥିଲେ ଅବଶ୍ୟ କିନ୍ତୁ ଇଣ୍ଟରଭ୍ୟୁରେ ଲେଟ୍ ହେଇଗଲା ବହୁତ। ତାପରେ ମୁଁ ଯେତେବେଳେ ଆସିଲି ମୁଁ କହିଲି ନାଇଁ ଆଉ ଘରକୁ ଯିବାନି, ମାନେ କିଛି ଏମିତି ଫିଲିଙ୍ଗ ସହିତ ନାହିଁ। ମୁଁ କହିଲି ଆଜି ଷ୍ଟାଫ୍ ମାନଙ୍କ ସହିତ କରିବା। ତ ଆମର ମୋ ଅଫିସରେ ସବୁଆଡେ ମେସ୍ ଅଛି, ତ ମୁଁ କହିଲି ନାଇଁ ଆମର ତିଆରି କର, ଆମେ କରିବା ମିଶିକି ଷ୍ଟାଫ୍ ମାନେ ମିଶିକିରି କରିବା। ଆମେ ଖାଲି ସଦାବେଳେ ନେତା ହେଲେ ହବ କି? ତ ଏଇ ପ୍ଲାନରେ ଆମେ ପୁରା ସାଧା, ଆଇଁଷ ଫାଇଁଷ କିଛି ନଥିଲା, ଆଉ ଭଲ କି ପଖାଳଟା ହେଲା। ଆଉ ଫର୍ଚୁନେଟଲି ଧନ୍ୟବାଦ ଓଡିଆ ଲୋକଙ୍କୁ, ମାନେ ଆଉ ଛୋଟିଆ ଭିଡିଓଟେ ମୁଁ ଛାଡିଥିଲି, ବୋଧେ 5 ଲକ୍ଷ ଲୋକ ଦେଖି ସାରିଲେଣି ସେ ଭିଡିଓକୁ, ଭାଇରାଲ ହେଇଗଲା ପୁରା। ତ ଏଇ ସିମ୍ପଲିସିଟିଟା ଆମ ଓଡିଶା ଲୋକ ପସନ୍ଦ କରନ୍ତି। କାହିଁକି ନା ତଳେ ବସି ଏକଦମ ସିମ୍ପଲ କଥା ହେଇ, ମୁଁ ଏଇ ଜିନିଷଟା ରାଗିକି କହିଲେ ଲୋକ ଭଲ ଲାଗିବନି, ମୁଁ କିନ୍ତୁ ହସିକି ଯୋଉ ଜିନିଷଟା କହୁଛି ସେଇଟା ଭାଇରାଲ ହଉଛି। ଓଡିଶା ଲୋକଙ୍କ ସିମ୍ପଲିସିଟି ଅଛି ଆଜି ଯାଏଁ। ଆଉ ପଖାଳଟା ଆମକୁ ଦରକାର। ସେ ମାନେ ଯଦି ଆମେ ଦେଖିବା ତ ନୟାଗଡର ପୋଟଳ ହେଲେ ନାଇଁ, ଏପଟେ ଲଙ୍କା ଆସିବ ଯଦି ଆମର କେଉଁଝରରୁ, ଚାଉଳ ଆସିଲାଣି ବରଗଡରୁ, ଆଉ ପଖାଳଟା ଯେତେବେଳେ ସେ ପ୍ଲେଟଟାକୁ ଦେଖିଦବ ସେଥିରେ ସବୁ ଡିଷ୍ଟ୍ରିକ୍ଟରୁ କିଛି ନା କିଛି ଅଛି। ଆଉ କେଉଁଝର ବଢି ବିନା କି ପଖାଳ ନାଇଁ। ଆଉ ଇଏ କଣ କୋଶଳ ୱେଷ୍ଟର୍ଣ୍ଣ ଓଡିଶା ସଦର୍ଣ୍ଣ ଓଡିଶା କରୁଛନ୍ତି। ଆମେ କିନ୍ତୁ ଆଗକୁ ବଢିଆ, କଳିଙ୍ଗକୁ ମାନେ ଓଡିଶାଟାକୁ କଳିଙ୍ଗ ଭଳିଆ ଗ୍ରେଟ କେମିତି କରିବା। ମୁଁ ସେଇ ଯୋଉ ଟ୍ୟାଗ ଲାଇନ ଗୋଟେ ଆରମ୍ଭ କରିଛି, କାଗା ବୋଲି, କଳିଙ୍ଗ ଗ୍ରେଟ ଏଗେନ। ଯେମିତି ଘାରବଳ କରିଥିଲେ ମାନେ କଳିଙ୍ଗଟାକୁ। ମୁଁ ତ ମତେ ସମସ୍ତେ କହିଲେ ତୁ ପାଣ୍ଡିଆନକୁ ଯାଇକି ମାନେ ସାନ ଫ୍ରାନ୍ସିସ୍କୋରେ କଣ କହିଲୁ? ମୁଁ କହିଲି ପାଠ ଡାକ ପ୍ରଚାର ପାଣ୍ଡିଆନକୁ। ମୁଁ ଗୋଟିଏ କଥା କହିଥିଲି, ପ୍ଲିଜ ରିନେମ୍ ଓଡିଶା ଆଜ କଳିଙ୍ଗା। ତମେ ତ ଏତେ କଳିଙ୍ଗା ବିଜୁ ପଟ୍ଟନାୟକଙ୍କ ନାଁରେ କଳିଙ୍ଗ କଳିଙ୍ଗ ଚଲେଇଛ, ତାହେଲେ କଳିଙ୍ଗ କରିଦଉନ, ସେ ପ୍ରାଇଡଟା ଆସିବ ଆମର। ସେତେବେଳେ ଯେମିତି ଆମର ଲୋକ ପ୍ରାଇଡ ଥିଲେ, ବିଜନେସ କରୁଥିଲେ। ଭାବ ଗୋଟେ ଓଡିଆ 2-3 ମାସେ ଜାହାଜ ନେଇ ବାଲି ପହଞ୍ଚି ଯାଉଥିଲା। କେତେ ଦମ ଥିଲା ଆମ ଓଡିଆଙ୍କର, କେତେ କର୍ମ ନିଷ୍ଠା ଥିଲା। କାହିଁ ସେ କର୍ମ ନିଷ୍ଠା?